ଅମାବାସ୍ୟାର ପିଶାଚ। ସୁଶୀଳା ଓ ସୁକୁମାରଙ୍କ ବିବାହ ଅଳ୍ପ ଦିନ ତଳେ ହୋଇଥାଏ। ସୁକୁମାର ବାଲ୍ୟକାଳରୁ ପିତୃମାତୃହୀନ, ତେଣୁ ସେ ତା ଜେଜେମାଙ୍କ ତତ୍ତ୍ୱାବଧାନରେ ବଢ଼ିଥାଏ। ବିବାହ ସମୟକୁ ଜେଜେମା ମଧ୍ୟ ଆଖି ବୁଜି ସାରିଥାନ୍ତି। ଜେଜେମାଙ୍କ ତରଫରୁ ମିଳିଥିବା 10 ଏକର ଜମି ଖୁବ୍ ଉର୍ବର। ସେଥିରୁ ମିଳୁଥିବା ଆୟରେ ବେଶ୍ ଖୁସିରେ ତାଙ୍କ ସଂସାର ଚଳିଯାଉଥାଏ। ନିଜ ପାରିବାରିକ ଜୀବନରେ ସୁଶୀଳା ସନ୍ତୁଷ୍ଟ ଥାଏ। ତା ଉପରେ କାହାର ଦାୟିତ୍ୱ ନଥାଏ। ବେଶ୍ ସ୍ୱାଧୀନ ସ୍ୱଚ୍ଛନ୍ଦ ଜୀବନ। ଥରେ ପାଖ ଘରେ ଭଡ଼ା ରହୁଥିବା ମନ୍ଥରା ତାଙ୍କ ଘରକୁ ବୁଲି ଆସିଲା। ସୁଶୀଳାର ଏହି ହସ ଖୁସିର ସଂସାର ତାର ଚକ୍ଷୁଶୂଳ ହେଲା। ପତି ପତ୍ନୀଙ୍କ ମଧ୍ୟରେ ବିଭେଦ ଆଣିବା ପାଇଁ ସେ ଚକ୍ରାନ୍ତ ଆରମ୍ଭ କଲା। ତୁମ୍ଭର ସ୍ୱାମୀ ତ ଚାକିରି କରୁନାହାନ୍ତି, ଜମିବାଡ଼ି କାମ ପାଇଁ ଲୋକ ରଖିଛନ୍ତି। ଅତିକ୍ରମେ ରୋଷେଇରେ ସେ ତୁମକୁ ସାହାଯ୍ୟ କଲେ କ୍ଷତି କ'ଣ? ମନ୍ଥରା ଏପରି କହେ। ମୁଁ ବୁଝି ପାରୁନାହିଁ, ତୁମ ପତି ତୁମ ସହ ଏପରି ଅନ୍ୟାୟ କାହିଁକି କରୁଛନ୍ତି? ବାହାଘର ବର୍ଷଟିଏ ହେଲାଣି, ସୁନାର ଚୁଡ଼ି କି କାନଫୁଲ ହଡ଼ଟିଏ କରିଦେଲେଣି କି? ମୋତେ ଲାଗୁଛି ସେ ତୁମକୁ ଆଉ ଜମା ଭଲ ପାଆନ୍ତି ନାହିଁ। ପର୍ବପର୍ବାଣିରେ ନୂଆ ସୁନା ଗହଣା କିଛି ପିନ୍ଧି ଆସି ମନ୍ଥରା ସୁଶୀଳାକୁ ଏମିତି କହେ। ତୁମ ବାପାଙ୍କର ଯୌତୁକ ଦେବା ଭଳି ଅବସ୍ଥା ନଥିବାରୁ ସେ ତୁମକୁ ସୁକୁମାରଙ୍କୁ ବିବାହ ଦେଇଛନ୍ତି। ନଚେତ୍ ତୁମ ପରି ସୁନ୍ଦରୀକୁ ଜମିଦାର ନହେଲେ ବି ସେହି ସ୍ତରର ଧନୀ ଲୋକ ବାହା ହେବାକୁ କ'ଣ ପଛାଇଥାନ୍ତେ? କିଛି ଘର କାମ କି ଲୁଗାପଟା ଶୁଖାଇବା ବାହାନାରେ ମନ୍ଥରା ସୁଶୀଳାକୁ ଏପରି ମନ୍ତବ୍ୟ ଦିଏ। ଏହିସବୁ କଥାର ପ୍ରଭାବ ଧୀରେ ଧୀରେ ସୁଶୀଳା ଉପରେ ପଡ଼ିଲା। ମନ୍ଥରାର ମନ୍ଦ ବୁଦ୍ଧିକୁ ବୁଝିବା ପରି ଅକଲ ସୁଶୀଳାର ନଥିଲା। ତେଣୁ କଥା କଥାରେ ସେ ସୁକୁମାର ସହିତ ଝଗଡ଼ା କରି ବସିଲା। ଯାହା ମନକୁ ଆସେ ବକିଯାଏ। ନିଜ ପତିକୁ ନିମ୍ନ ସ୍ତରରେ ବିବେଚନା କରେ। ଦିନେ ରାତିରେ ମନ୍ଥରାର କଥା ବାରମ୍ବାର ମନେ ପଡ଼ି ସୁଶୀଳାକୁ ନିଦ ଆଦୌ ଆସୁନଥାଏ। ମାତ୍ର ସୁକୁମାର ଘୁଙ୍ଗୁଡ଼ି ମାରି ବେଶ୍ ଗଭୀର ନିଦରେ ଶୋଇଥାଏ। ସୁଶୀଳା ବିରକ୍ତ ହୋଇ ସୁକୁମାରଙ୍କୁ ନିଦରୁ ଉଠାଇ କହିଲା, ଏତେ ଜୋରରେ ଘୁଙ୍ଗୁଡ଼ି ମାରୁଛ ଯେ ମୁଁ ଟିକେ ଶାନ୍ତିରେ ସୁଦ୍ଧା ଶୋଇପାରୁନାହିଁ। କ'ଣ ଏଠି ନ ଶୋଇ ଅନ୍ୟ କେଉଁଠି ଯାଇ ଶୋଇବି? ଅଧା ରାତିରେ ପତ୍ନୀର ଏପରି ଅଭିଯୋଗ ସୁକୁମାରଙ୍କୁ ଖୁବ୍ ଆଘାତ ଦେଲା। ସ୍ତ୍ରୀ ଲୋକ ରାତି ଅଧରେ କୁଆଡ଼େ ଯିବ? ମୁଁ ନିଜେ ବାହାରି ଚାଲି ଯାଉଛି। ଏହା କହି ସେ ଘରୁ ବାହାରି ଆସିଲା। ପତ୍ନୀଙ୍କର ଏହି କଳିହୁଡ଼ି ସ୍ୱଭାବ ସୁକୁମାରଙ୍କୁ ବେଶ୍ ବାଧୁଥାଏ। ମନ ଦୁଃଖରେ ସେ ଗ୍ରାମର ସୀମା ପାର ହୋଇ ବେଶ୍ କିଛି ଦୂର ଜଙ୍ଗଲ ଭିତରକୁ ଚାଲିଗଲେ। ଅମାବାସ୍ୟା ତିଥି ହୋଇଥିବାରୁ ଚାରିଆଡ଼େ ଅନ୍ଧାର ଘୋଟି ରହିଥାଏ। କିନ୍ତୁ କିଛି ଦୂରରେ ଏକ ବରଗଛ ତଳେ ମର୍ଶାଲ ଆଲୁଅ ଦିଶୁଥାଏ। ସେହି ଉଜ୍ଜ୍ୱଳ ଆଲୋକ ଆଡ଼କୁ ସୁକୁମାର ଆଗେଇ ଗଲେ। ଦେଖିଲେ ବରଗଛ ତଳେ ମଶାଲ ଆଲୁଅରେ 4ଟି ପିଶାଚ ଖୁସି ମଉଜରେ ବ୍ୟସ୍ତ ଅଛନ୍ତି। କଳିହୁଡ଼ି ସ୍ତ୍ରୀଠାରୁ ଏ ପିଶାଚଙ୍କର ଦୌରାତ୍ମ୍ୟ କ'ଣ ବେଶୀ ଅଧିକ? ଏହା ଭାବି ସୁକୁମାର ଭୟଭୀତ ନ ହୋଇ ଆଗକୁ ବଢ଼ିଲେ। ସେତେବେଳେ ପିଶାଚଙ୍କ ସର୍ଦ୍ଦାର ଚିଁ ଚିଁ ସ୍ୱରରେ କହୁଥାଏ, ସମସ୍ତେ ସାବଧାନ ହୋଇ ଶୁଣ। ଆମ 4 ଜଣଙ୍କ ଭିତରୁ ଯିଏ ଅନ୍ୟ 3 ଜଣଙ୍କୁ ଖୁବ୍ ହସାଇ ପାରିବ, ତାକୁ ଏକ ଅଦ୍ଭୁତ ପୁରସ୍କାର ମିଳିବ। ସଙ୍ଗେ ସଙ୍ଗେ ଗୋଟିଏ ପିଶାଚ ବେତାଳିଆ ଗୀତ ଗାଇବାକୁ ଆରମ୍ଭ କଲା। ଆଉ ଗୋଟିଏ ପିଶାଚ ଲମ୍ବା ଲମ୍ବା ପାଦ ପକାଇ ଅଙ୍ଗଭଙ୍ଗୀ କଲା। ଅନ୍ୟ ଏକ ପିଶାଚ ହସ କଥା ଗପିଲା। ପିଶାଚଙ୍କର ଏହି ହାସ୍ୟ ବିନୋଦ କାର୍ଯ୍ୟକ୍ରମ ସୁକୁମାରଙ୍କୁ ତ ଆଦୌ ସୁଖ ଲାଗୁନଥାଏ। ନିଦ ମାଡ଼ି ଆସୁଥିବାରୁ ତାକୁ ହାଇ ଆସୁଥାଏ। ତେଣୁ ସେ ବରଗଛକୁ
ଆଉଜି ଗୋଡ଼ ଲମ୍ବାଇ ଶୋଇପଡ଼ିଲେ। ଏହାପରେ ତାଙ୍କର ଘୁଙ୍ଗୁଡ଼ି ଆରମ୍ଭ ହୋଇଗଲା। ଏହାର ଶବ୍ଦରେ ପିଶାଚମାନେ ହଠାତ୍ କିଛି ବୁଝି ନ ପାରି ଚକିତ ହୋଇ ଏଣେ ତେଣେ ଚାହିଁଲେ। ସୁକୁମାରକୁ ଦେଖି ଧୀରେ ଧୀରେ ତାଙ୍କ ପାଖକୁ ସେମାନେ ଆଗେଇଲେ। ଘୁଙ୍ଗୁଡ଼ିର ଧ୍ୱନି ସହିତ ତାଳ ଦେଇ ତାଙ୍କର ମୋଟା ନିଶ ହଡ଼କ ଉଠ୍ପଡ଼ ହେଉଥାଏ। ହାଣ୍ଡି ପରି ପେଟ ସହିତ ନିଶ୍ୱାସର ଉଠାପକା ଖେଳ ଦେଖି ପିଶାଚମାନଙ୍କୁ ଜୋରରେ ହସ ଲାଗିଲା। ସେମାନଙ୍କର ହାସ୍ୟରୋଳ ସୁକୁମାରଙ୍କ ନିଦ ଭାଙ୍ଗିଦେଲା। ପିଶାଚଙ୍କ ସର୍ଦ୍ଦାର ତାଙ୍କୁ କହିଲା, ସବୁ ଅମାବାସ୍ୟା ରାତିରେ ଆମେ ସବୁ ମିଶି ଏଠି ମଉଜ କରୁ। ଆଜିର ଏହି ହସ ମଉଜ କାର୍ଯ୍ୟକ୍ରମରେ ତୁମେ ବିଜୟୀ ହେଲ। ଆମ ସମସ୍ତଙ୍କୁ ବେଶ ହସାଇଲ। ଏପରି କହି ସୁକୁମାରଙ୍କ ମୁଣ୍ଡ ଉପରେ ପିଶାଚ ସର୍ଦ୍ଦାର କଳା ଟୋପିଟିଏ ରଖିଦେଲା। ତାପରେ ଚାହୁଁ ଚାହୁଁ ସେ ସବୁ ପିଶାଚ କୁଆଡ଼େ ଉଭେଇ ଗଲେ। ସେତେବେଳକୁ ସୁକୁମାରଙ୍କ ରାଗ ବି ଶାନ୍ତ ପଡ଼ି ଆସିଥାଏ। ତେଣୁ ତାଙ୍କ ଘରକୁ ଫେରିବା ପାଇଁ ସେ ମନସ୍ଥ କଲେ। ଘରେ ପହଞ୍ଚିଲା ବେଳକୁ ସକାଳ ହୋଇଗଲାଣି। ସୁଶୀଳା ଦ୍ୱାର ଓଳାଉଥାଏ। ସୁକୁମାରଙ୍କୁ ଦେଖି ସେ ମନ ଦୁଃଖରେ କିଛି କହି ନ ପାରି ଚୁପ୍ ରହିଲା। ମନେ ମନେ ଭାବୁଥାଏ, କାଲି ରାତିର ଦୁର୍ବ୍ୟବହାର ପାଇଁ କିପରି କ୍ଷମା ମାଗିବି। ଆରେ ପାଗଳୀ, ଶତ୍ରୁ କିମ୍ବା ବନ୍ଧୁ ମଧ୍ୟରେ କ୍ଷମାଭିକ୍ଷାର ପ୍ରସଙ୍ଗ ରହିଛି, କିନ୍ତୁ ପତି ପତ୍ନୀ ଭିତରେ ତାର ସ୍ଥାନ ବା କାହିଁ? ସୁଶୀଳା ଆଶ୍ଚର୍ଯ୍ୟ ହୋଇଗଲା ଯେ ସ୍ୱାମୀ କିପରି ତାର ମନ କଥା ଜାଣିପାରିଲେ। ସୁକୁମାର ମଧ୍ୟ ବିସ୍ମିତ ହୋଇ କହିଲେ, ତୁମ ମନର କଥା ମୁଁ କିପରି ବୁଝିପାରୁଛି? ସୁଶୀଳା ପତିଙ୍କ ମୁଣ୍ଡରେ କଳା ଟୋପିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଭାବିଲା, ଏଇଟି କେଉଁଠୁ ଆସିଲା? ସୁକୁମାର ତତ୍କ୍ଷଣାତ୍ ତାର ମନ କଥା ଜାଣିପାରି ମୁଣ୍ଡରୁ ଟୋପି କାଢ଼ିଦେଲେ। ଟୋପି କାଢ଼ି ଦେବା ପରେ ସେ ଆଉ ତାଙ୍କ ପତ୍ନୀଙ୍କର ମନ କଥା ଜାଣିପାରିଲେ ନାହିଁ। ଏବେ ତାଙ୍କର ଆଉ ଅବୁଝା ରହିଲା ନାହିଁ ଯେ ପିଶାଚମାନେ ଦେଇଥିବା ଏହି ଉପହାରଟି ଗୋଟିଏ ଅଦ୍ଭୁତ ଜିନିଷ। ବହୁତ ଖୁସି ହୋଇ ପତ୍ନୀକୁ ଜଙ୍ଗଲରେ ଘଟିଥିବା ସମସ୍ତ ଘଟଣା ସେ ବର୍ଣ୍ଣନା କଲେ। ସ୍ୱାମୀଙ୍କ ସବୁ କଥା ଶୁଣି ସୁଶୀଳା ସାମାନ୍ୟ ଚିନ୍ତା କରି କହିଲା, ଦେଖ, ଏପରି ଅଦ୍ଭୁତ ଟୋପି ବା ଆମର କ'ଣ ହେବ? ଏହା ରାଜାଙ୍କୁ ଭେଟି ସ୍ୱରୂପ ଦେଇଦେବା। ଲୋକେ କହୁଛନ୍ତି ରାଜା ଏତେ ବୁଦ୍ଧିହୀନ ଯେ କିଏ ମିତ୍ର କିଏ ଶତ୍ରୁ ତାହା ସେ ଆଦୌ ବାରି ପାରୁନାହାନ୍ତି। ଏହି ଟୋପି ତାଙ୍କୁ ଅନେକ ସାହାଯ୍ୟ କରିବ। ବାଃ ବାଃ ସୁଶୀଳା, ତମର ରାଜଭକ୍ତିର କୌଣସି ତୁଳନା ନାହିଁ। ଗୁପ୍ତଚର ଦେହ ରଖି ଆଜି ବାବଦରେ ରାଜାଙ୍କ ଖର୍ଚ୍ଚ ମଧ୍ୟ ଅନେକ କମିଯିବ। ପତ୍ନୀଙ୍କୁ ଏପରି ପ୍ରଶଂସା କରି ସୁକୁମାର ରାଜାଙ୍କୁ ଭେଟିବାକୁ ବାହାରିଲେ। ଟୋପିଟି ପାଇ ସେ ରାଜା ବହୁତ ଖୁସି ହୋଇଗଲେ। ତାପରେ ସେ ରାଜା କହିଲେ, ସାବାସ୍ ସୁକୁମାର, ତୁମର ଏହି ଭେଟି ଅମୂଲ୍ୟ ଅଟେ। ତାର ପ୍ରତିବଦଳରେ ମୋ ଠାରୁ ତୁମେ କିଛି ଉପହାର ଗ୍ରହଣ କର। କୋଷାଧ୍ୟକ୍ଷଙ୍କୁ ଡକାଇ ରାଜା ସୁକୁମାରଙ୍କୁ ଏକ ଥଳି ସୁନାମୋହର ଦେବାକୁ ଆଦେଶ ଦେଲେ। ଘରକୁ ଫେରି ସୁନାମୋହର ଥଳିଟି ପତ୍ନୀଙ୍କୁ ଦେଇ ସୁକୁମାର କହିଲେ, ଏବେ କୁହ, ଏତେ ଧନ ଆମେ କ'ଣ କରିବା? ସୁଶୀଳା ଅତ୍ୟନ୍ତ ଖୁସିରେ ସ୍ୱାମୀଙ୍କୁ କୌତୁକ କରି କହିଲେ, ବ୍ୟବସାୟ କରୁଥିବା ତମ ବନ୍ଧୁଙ୍କ ସହ ପରାମର୍ଶ କରି କିଛି ଗୋଟାଏ ବେପାର ଆରମ୍ଭ କର। କାମରେ ବ୍ୟସ୍ତ ରହିଲେ ତୁମର ଏଇ ହାଣ୍ଡି ପରି ପେଟ ଆଉ ଘୁଙ୍ଗୁଡ଼ିର ଅଭ୍ୟାସ କୁଆଡ଼େ ଉଭେଇଯିବ। ଏହି କଥାକୁ ନେଇ ପତି ପତ୍ନୀ ମନ ଭରି ହସିଲେ। ଏହା ଭିତରେ ମାସଟିଏ ପୂର୍ବରୁ ଭଉଣୀର ବିଭାଘର ପାଇଁ ଅନୁପସ୍ଥିତ ଥିବା ମନ୍ଥରା ଆସି ପହଞ୍ଚିଲା। ସୁଶୀଳାର ଭାଗ୍ୟର ଏପରି ପରିବର୍ତ୍ତନରେ ସେ ଚକିତ ହୋଇଗଲା। କଳକୌଶଳ କରି ତାଠାରୁ ଏଇ ଅମାବାସ୍ୟାର ପିଶାଚଙ୍କର ଘଟଣାଟି ସେ ବୁଝିନେଲା। ଦିନେ ରାତିରେ ନିଜ ପତି ବୀରକୁ ସୁକୁମାରଙ୍କ ଭାଗ୍ୟ ପରିବର୍ତ୍ତନର କାହାଣୀଟି ଶୁଣେଇ ସେ କହିଲା, ଆଜି ତ ଅମାବାସ୍ୟା,
ତୁମେ ମଧ୍ୟ ଆଜି ଜଙ୍ଗଲକୁ ଯାଇ ସୁକୁମାର ପରି ଘୁଙ୍ଗୁଡ଼ି ମାରି ପିଶାଚମାନଙ୍କୁ ସନ୍ତୁଷ୍ଟ କର। ହଁ, ତାଙ୍କ ପରି ମନ କଥା ଜାଣି ହେଉଥିବା ଟୋପି ନ ମାଗି ଏପରି ଟୋପି ମାଗିବ ଯାହା ପିନ୍ଧିଲେ ଜଣେ ଅଦୃଶ୍ୟ ହୋଇଯିବ। ତାକୁ ପିନ୍ଧି ସିଧା ରାଜଧାନୀ ଯିବ ଓ ଅଦୃଶ୍ୟ ଭାବରେ ରାଜକୋଷରୁ ମନ ଇଚ୍ଛା ଧନ ଆଣିବ। ମନେ ରଖ, ରାଣୀଙ୍କର ସପ୍ତାହକୁ ଯେଉଁ 7 ପ୍ରକାରର ଗହଣା, ତାକୁ ଆଣିବାକୁ ମୋଟେ ଭୁଲିବ ନାହିଁ। ଏ କଥାରେ ବୀରର ଚେହେରା ଫିକା ପଡ଼ିଗଲା। ଏଣୁ ଡରିଯାଇ ସେ କହିଲା, ମୋତେ ତ ଘୁଙ୍ଗୁଡ଼ି ମାରି ଆସେ ନାହିଁ। ମନ୍ଥରା ବିରକ୍ତ ହୋଇ କହିଲା, କେଉଁ କଥା ମଣିଷ ପାଇଁ ଅସମ୍ଭବ କହିଲ? ଚେଷ୍ଟା କଲେ ସବୁ ହେଲା। ଶୀଘ୍ର ଯାଇ ଚେଷ୍ଟା କରିବା ଆରମ୍ଭ କଲ। ମୋ ମନ କହୁଛି ତୁମେ ଏଥିରେ ନିଶ୍ଚୟ ସଫଳ ହେବ। ଏହାପରେ ସେ ବୀର ଜଙ୍ଗଲ ଅଭିମୁଖେ ବାହାରିଲା। ବରଗଛ ପାଖରେ 4 ପିଶାଚଙ୍କୁ ସେ ଦେଖିଲା। ଭୟରେ ଥରିଥରି ସେ ଚିତ୍କାର କରିବାକୁ ଆରମ୍ଭ କଲା। 4 ଜଣ ଯାକ ପିଶାଚ ଏ ଶବ୍ଦ ଶୁଣି ସେଠିକୁ ଆସିଲେ। ବୀରକୁ ଘେରି ଯାଇ ଧମକେଇଲେ, ଆରେ ହାରାମଜାଦା, ଏଠି ଆସି ଚିଲେଇ ଆମର ହସ କୌତୁକ ନଷ୍ଟ କରୁଛୁ। ବୀର ଡରି ଡରି କହିଲା, ନା, ଚିତ୍କାର ନୁହେଁ, ମୁଁ ଘୁଙ୍ଗୁଡ଼ି ମାରୁଥିଲି। ଏପରି ଜବାବରେ ପିଶାଚମାନେ ଠ ଠ ହୋଇ ଖାଲି ହସିଲେ। ପିଶାଚଙ୍କ ସର୍ଦ୍ଦାର ବୀରଙ୍କୁ ପ୍ରଶଂସା କରି କହିଲା, ତୁ ତ ବଡ଼ କୌତୁକିଆ ଲୋକ। ଆଚ୍ଛା କହିଲୁ, ଏ ଅମାବାସ୍ୟା ଅନ୍ଧାର ରାତିରେ ତୁ ଏଠାରେ କ'ଣ କରୁଛୁ? ବୀର ସେହିପରି ଭୟରେ ହଡ଼ବଡ଼େଇ କହିଲା, ଅଦୃଶ୍ୟ ପାଟି ପାଇବା ପାଇଁ। ହଠାତ୍ ପିଶାଚମାନେ ତା କଥାରୁ କିଛି ବୁଝିପାରିଲେ ନାହିଁ। ପରେ ପୁଣି ସେମାନେ ଠ ଠ ହୋଇ ଖାଲି ହସିଲେ। ତାଙ୍କର ସର୍ଦ୍ଦାର ବୀରର ପିଠି ଥାପୁଡ଼େଇ କହିଲା, ବାଃ, କି ବାକ୍ ଚାତୁରୀ! ତୁ ତ ଜନ୍ମରୁ ହସକୁରିଆ ମନେ ହେଉଛୁ। ମାନବ, ଏବେ କହିଲୁ, ଏଇ ପାଟି ଜିନିଷଟି କ'ଣ? ବୀର ଟିକିଏ ସାହସ ବାନ୍ଧି କହିଲା, ମୋ କହିବା ଉଦ୍ଦେଶ୍ୟ ଟୋପି। ଟୋପି ମାନେ ଅଦୃଶ୍ୟ ଟୋପି। ଆଚ୍ଛା, ଏଇ କଥା। ଏପରି କହି ପିଶାଚ ସର୍ଦ୍ଦାର ଶୂନ୍ୟରେ ହାତ ବୁଲାଇ ଏକ ଧଳା ରଙ୍ଗର ଟୋପି ଆଣିଲା। ସେହି ଟୋପିଟି ବୀର ମୁଣ୍ଡରେ ଥୋଇ ଦେଇ ସେ କହିଲା, ଆରେ ଏ ମାନବ, ତୁ ଆମକୁ ବହୁତ ହସେଇଲୁ। ଆର ଅମାବାସ୍ୟା ରାତିରେ ତୁ ପୁଣି ଏଠିକୁ ଆସିବୁ। ଏପରି କହି ସେ 4 ଜଣ ଯାକ ପିଶାଚ ଶୂନ୍ୟରେ କୁଆଡ଼େ ମିଳେଇ ଗଲେ। ଏଥର ବୀର ବହୁତ ଖୁସି ହୋଇ ସେଠାରୁ ବାହାରିଗଲା। ଟୋପିର ମହିମାରୁ ସେ ଅଦୃଶ୍ୟ ଥାଏ। ତେଣୁ ସେ ବେଶ ସ୍ୱଚ୍ଛନ୍ଦରେ ସିପାହୀମାନଙ୍କ ନଜରରୁ ଖସ ସେଠକା ରାଜକୋଷରେ ପ୍ରବେଶ କଲା। ସେଠାରୁ ମନ ଇଚ୍ଛା ଧନରତ୍ନ, ମଣିମାଣିକ, ସୁନାମୋହର ଆଣି ଏକ ବସ୍ତାରେ ଭରି ଅନ୍ତଃପୁରରେ ପହଞ୍ଚିଲା। ସେଠାରେ ରାଜା ରାଣୀ ପୃଥକ ବିଛଣାରେ ଶୋଇଥିଲେ। ସେମାନଙ୍କୁ ଗାଢ଼ ନିଦ ଲାଗିଥାଏ। ଗୃହର ଏକ କୋଣରେ ରାଣୀଙ୍କ 7 ଦିନର ସୁନା ଗହଣା ଥାଏ। ତା ପାଖରେ ରାଜମୁକୁଟ ବି ଥାଏ। ବୀର ସେ ଗହଣାଗୁଡ଼ିକ ଆଣି ବସ୍ତାରେ ଭରି ବାହାରି ଆସୁ ଆସୁ ଭାବିଲା, ମନ୍ଥରାର ବୁଦ୍ଧିରୁ ସିନା ଆମକୁ ଆଜି ଏତେ ଧନ ମିଳିଲା। ହେଲେ ଯେତେବେଳେ ସେ ରାଣୀଙ୍କ ଗହଣା ସବୁ ପିନ୍ଧିବ, ତା ସାଙ୍ଗକୁ ମୋ ମଥାରେ ଏଇ ମୁକୁଟଟି ନଥିଲେ ଆମ ଯୋଡ଼ି କ'ଣ ସୁନ୍ଦର ଦିଶିବ। ଏପରି ଭାବି ମୁକୁଟଟି ଆଣି ଅଦୃଶ୍ୟ ଟୋପି ଉପରେ ରଖି ସେ ବାହାରକୁ ବଡ଼ ଦର୍ପରେ ବାହାରି ଆସିଲା। ଅଭ୍ୟାସ ନଥିବାରୁ ମୁକୁଟଟି ତାକୁ ବେଶ ଓଜନ ଲାଗିଲା। ତେଣୁ ପୁଣି ସେ ମୁକୁଟଟି ବାହାର କରି ହାତରେ ଧରିଲା। ରାଜପ୍ରସାଦରୁ ବାହାରିଲା ବେଳକୁ ଦ୍ୱାରରକ୍ଷୀ ତାକୁ ଦେଖି ପାରି ଚିତ୍କାର କଲା, ତୋର ଏତେ ସାହସ! ରାଜାଙ୍କ ମୁକୁଟ ଚୋରି କରି ପଳାଉଛୁ? ତାପରେ ସେ ତାକୁ ଧରି ରାଜାଙ୍କ ପାଖକୁ ନେଇଗଲା। ବୀର ଭୟରେ କମ୍ପୁଥାଏ। ସେତେବେଳକୁ ସେ ଜାଣିସାରିଥାଏ ଯେ ଯେତେବେଳେ ମୁକୁଟ ମଥାରୁ କାଢ଼ିଥିଲା, ତା ସହିତ ଅଦୃଶ୍ୟ ଟୋପି ମଧ୍ୟ ବାହାରି ଆସିଛି। ବଡ଼ ପାଟିରେ ସେ କାନ୍ଦୁଥାଏ ଓ ମନ ଭିତରେ ନିଜ ସ୍ତ୍ରୀ ମନ୍ଥରାକୁ ସେ ଅନେକ ଗାଳି ବର୍ଷଣ କରୁଥାଏ।
ରାଜା ସୁକୁମାରଙ୍କ ପ୍ରଦତ୍ତ ଟୋପି ମୁଣ୍ଡରେ ରଖି ତାର ଏ ଦୁଃସାହସ ପଛରେ କାହାର ହାତ ଅଛି ତା ସେ ଜାଣିବାକୁ ଚାହିଁଲେ। ଅସଲ ରହସ୍ୟ ତାକୁ ମାଲୁମ ହେଲା। ବୀର ତାର ପତ୍ନୀଙ୍କୁ ମନେ ମନେ ଗାଳି ଦେଉଛି। ରାଜା ତୁରନ୍ତ ସୈନିକ ପଠାଇ ମନ୍ଥରାକୁ ଡକେଇଲେ। ତାର ଦୁର୍ବୁଦ୍ଧି ଓ ଦୁରାଚାର ଷଡ଼ଯନ୍ତ୍ର ପଦାରେ ପଡ଼ିଗଲା। ସେହି ଅବସ୍ଥାରେ ସେ ଦୁଇ ଜଣଙ୍କୁ ରାଜ୍ୟରୁ ତଡ଼ି ଦେବା ପାଇଁ ରାଜା ତୁରନ୍ତ ଆଦେଶ ଦେଲେ। ଏହି ଘଟଣା ଜାଣିବା ପରେ ସୁଶୀଳା ସୁକୁମାରଙ୍କୁ କହିଲା, ସେହି ଅମାବାସ୍ୟାରେ ପିଶାଚମାନଙ୍କର ଦୟାରୁ ଆମେ ଭଲରେ ରହିଲୁ। ଯେଉଁ ମନ୍ଥରା ତୁମ ଆଉ ମୋ ଭିତରେ କଳହର ମଞ୍ଜି ପୋତିଥିଲା ତାର ସର୍ବନାଶ ହେଲା। ସୁକୁମାର ପତ୍ନୀଙ୍କୁ ବୁଝେଇ କହିଲେ, ଦେଖ ସୁଶୀଳା, ଅନ୍ୟ କଥାରେ ବିଶ୍ୱାସ କରି ନିଜର ପରିବାରରେ ଅଶାନ୍ତି ସୃଷ୍ଟି କରିବା ଅନୁଚିତ। ମନରେ ଅବିଶ୍ୱାସର ଭୂତକୁ ଆଶ୍ରୟ ଦେଲେ ତାହା ମନ୍ଥରା ନ ହେଲେ ବି ଅନ୍ୟ କେଉଁ ରୂପରେ ଆମର ଅନିଷ୍ଟ ନିଶ୍ଚୟ କରିବ। ଏ ବିଷୟରେ ସର୍ବଦା ସତର୍କ ରହିବା ଆବଶ୍ୟକ।